ପିଲାମାନେ ସମସ୍ତେ କେମିତି ଅଛ? ସମସ୍ତଙ୍କ ଦେହ ଭଲ ଅଛି କି? ସମସ୍ତେ ଘରୁ ଖାଇକି ଆସିଛ? ଭୋକ ଲାଗିଲାଣି କି କାହାକୁ? ପେଟେ ଲେଖା ଖାଇକି ଆସିଛ ତ? ଆଚ୍ଛା ଠିକ୍ ଅଛି। ସମସ୍ତଙ୍କ ଦେହ ଭଲ ଅଛି ନା? ଆଚ୍ଛା କହିଲ, ସମସ୍ତେ ଘରେ ପାଠ ପଢୁଛ କି ନାହିଁ? ବଡ଼ମାନଙ୍କ କଥା ମାନୁଛ କି ନାହିଁ? ବଡ଼ମାନଙ୍କୁ ସମ୍ମାନ କରୁଛ ତ? ଆଚ୍ଛା ହଉ। ସମସ୍ତଙ୍କୁ ଗପ ଶୁଣିବା ପାଇଁ ଭଲ ଲାଗେ ନା ଭଲ ଲାଗେ? ଭଲ ଲାଗେ? ସମସ୍ତଙ୍କୁ ଗପ ଶୁଣିବା ପାଇଁ ଭଲ ଲାଗେ? ଆଚ୍ଛା ହଉ, ମୁଁ ଆଜି ଗୋଟେ ଗପ ଶୁଣେଇବି, ଶୁଣିବ ତ? ହଉ, ଆମେ ଆଜି ବଉଳା ଗାଈ ଗପ ଶୁଣିବା ହେଲା। କଣ ଶୁଣିବା? ବଉଳା ଗାଈର ଗପଟିଏ ଶୁଣିବା। ଚାଲ କହୁଛି, ଶୁଣ, ସମସ୍ତେ ମନ ଦେଇକି ଶୁଣିବ ହେଲା। ଆଚ୍ଛା, ଗାଈଟିର ନାଁ ଥିଲା ବଉଳା ହେଲା। ଗୋଟେ ଗାଈଟିର ନାଁ ଥିଲା ବଉଳା। ଦିନେ ସେ ଜଙ୍ଗଲରେ ଚରୁ ଚରୁ ଗୋଟିଏ ମହାବଳ ବାଘ ହାବୁଡ଼ରେ ପଡ଼ିଗଲା। କାହା ହାବୁଡ଼ରେ ପଡ଼ିଗଲା? କାହା ହାବୁଡ଼ରେ ନା ପଡ଼ିଗଲା? ମହାବଳ ବାଘ ହେଲା। ତାହେଲେ ଆମ ସେ ଗାଈଟିର ନାଁ କଣ ଥିଲା? ବଉଳା। ବଉଳା ଗାଈଟି ଚରୁଥିଲା ବେଳେ ଦିନେ ସେ ଜଙ୍ଗଲରେ ଚରୁ ଚରୁ ଗୋଟିଏ ମହାବଳ ବାଘ ହାବୁଡ଼ରେ ପଡ଼ିଗଲା ହେଲା। ତାପରେ ବାଘ କହିଲା, ବଉଳା, ମୁଁ ଆଜି ତତେ ଖାଇବି। ବାଘ କଣ କହିଲା? ବଉଳା, ମୁଁ ଆଜି ତତେ ଖାଇବି ହେଲା। ବଉଳା କହିଲା, ବାଘ ମାମୁଁ, ମୁଁ ମୋର ଛୁଆକୁ କ୍ଷୀର ଦେଇ ଫେରି ଆସିବି, ମତେ ଟିକେ ଛାଡ଼ି ଦିଅ। ସେ ବଉଳା ଗାଈଟାର ତା ଘରେ ଗୋଟେ ଛୋଟ ଛୁଆଟେ ଥିଲା, ତାକୁ ସେ ଛାଡ଼ିକି ଚରିବା ପାଇଁ ଆସିଥିଲା। ବାଘ ମାମୁଁ ଯେତେବେଳେ କହିଲା କି ମୁଁ ତତେ ଖାଇବି, ତ ବଉଳା ଗାଈ କହୁଛି, ବାଘ ମାମୁଁ, ମୁଁ ମୋର ଛୁଆକୁ ଘରେ ଛାଡ଼ି ଆସିଥିଲି, ମୁଁ ତାକୁ ଟିକେ କ୍ଷୀର ଦେଇକି ଫେରି ଆସିବି ହେଲା, ମତେ ଟିକେ ଛାଡ଼ି ଦିଅ। କିଏ କହୁଛି? ବଉଳା ଗାଈ କାହାକୁ କହିଲା? ବାଘକୁ ହେଲା। ତାପରେ କଣ ହେଲା ନା, ବାଘ ବଉଳା ଗାଈର ସେ କଥା ଶୁଣିକି ବାଘ ରାଜି ହେଇଗଲା ହେଲା। ବାଘ ରାଜି ହେଇଗଲା ଯେ ବଉଳା ତା ଘରକୁ ଯାଉ, ତା ଛୁଆକୁ କ୍ଷୀର ଦେଇକି ଆସିବ ହେଲା। ବଉଳା ବାଛୁରୀକୁ କ୍ଷୀର ଖୁଆଇବା ପାଇଁ ଘରକୁ ଫେରିଗଲା। କଣ ହେଲା? ବାଘ ରାଜି ହେଇଗଲା, କହିଲା ହଉ ତୁ ଯା, ତୋ ଛୁଆକୁ କ୍ଷୀର ଦେଇକି ଆସିବୁ। ହେଲେ ବଉଳା ଗଲା, ତା ଛୁଆକୁ କ୍ଷୀର ଦେବା ପାଇଁ ଘରକୁ ଗଲା ହେଲା। ବଉଳା ଘରକୁ ଫେରି ତା ଛୁଆକୁ କ୍ଷୀର ଖୁଆଇଲା ହେଲା। ବଉଳା ଯାଇକି ଘରକୁ କଣ କଲା? ତା ଛୁଆକୁ କ୍ଷୀର ଖୁଆଇଲା ହେଲା। ତମମାନଙ୍କ ଘରେ, ତମେ ଆମେ ସ୍କୁଲକୁ ଆସିଛ, ତମମାନଙ୍କ ଘରେ ତମ ମା ଅଛନ୍ତି ନା? ସିଏ ବି ସେମିତି ତା ଛୁଆକୁ ଛାଡ଼ିକି ଆସିଥିଲା ହେଲା। ଯାଇକି ଘରେ ଯାଇକି ତା ଛୁଆକୁ କ୍ଷୀର ଦେଲା। କ୍ଷୀର ଖୁଆଇଲା ବେଳେ ତା ଆଖିରୁ ଲୁହ ବୋହି ଯାଉଥାଏ। ସେ ସ୍ନେହରେ ବାଛୁରୀକୁ ଚାଟୁଥାଏ। ତମେ ଦେଖିଛ ନା, ଗାଈ ମାନେ ତାଙ୍କ ଛୁଆ, ଛୋଟ ଛୁଆ ବାଛୁରୀ ମାନଙ୍କୁ କେମିତି ଚାଟନ୍ତି? ତମମାନଙ୍କୁ ତମ ମା ମାନେ ସବୁ ଭଲ ପାଆନ୍ତି ନା, ସ୍ନେହ କରନ୍ତି ନା ହେଲା। ମା ମାନେ ଯେତେ ସ୍ନେହ କରନ୍ତି, ମା ମାନେ କିସ କରନ୍ତି? ତମମାନଙ୍କୁ ଏମିତି ଗେଲ କରନ୍ତି, କୋଳେଇକି ଧରନ୍ତି ନା ଧରନ୍ତିନି? ସେମିତି ବାଛୁରୀ ତା ଛୁଆକୁ ସ୍ନେହରେ ଚାଟୁଥିଲା ହେଲା। ତାକୁ କ୍ଷୀର ଦଉଛି, ତା ସ୍ନେହରେ ଚାଟୁଥାଏ, ତା ଆଖିରୁ ଲୁହ ଝରି ପଡିଥାଏ। କାହିଁକି ତା ଆଖିରୁ ଲୁହ ଝରି ପଡିଥାଏ? ଜାଣିଛି ଯେ ବାଘ ତାକୁ ଖାଇଦେବ, ଆଉ ତା ଛୁଆକୁ ସେ କ୍ଷୀର ଖୁଆଇ ପାରିବନି, ଆଉ ଦେଖି ପାରିବନି, ସେଇଥିପାଇଁ ସ୍ନେହରେ ତାକୁ ଚାଟୁଥାଏ। ତାକୁ କ୍ଷୀର ଖୁଆଇଲା ବେଳେ ତା ଆଖିରୁ ଲୁହ ଝରି ପଡୁଥାଏ ହେଲା। ତାପରେ ବଉଳା ସତ୍ୟ ରକ୍ଷା କରି ବାଘ ପାଖକୁ ଫେରି ଆସିଲା। ବଉଳା ଗାଈ ବାଘ ପାଖରୁ ସତ୍ୟ କରିକି ଯାଇଥିଲା ଯେ ମୁଁ ମୋ ଛୁଆକୁ କ୍ଷୀର ପିଇକି ଫେରି ଆସିବି। କହିଥିଲା ନା କହିଥିଲାନି? ମା ବଉଳା କହିଥିଲା ଯେ ତା ଛୁଆକୁ କ୍ଷୀର ଫେରେଇକି ପଳେଇ ଆସିବ ବୋଲି। ତା କ୍ଷୀର ଦେଇକି ତା ଛୁଆକୁ ସ୍ନେହରେ, କେତେ ତାକୁ ଦୁଃଖ ଲାଗୁଥିଲା ବଉଳାକୁ, ତା ଛୁଆକୁ କ୍ଷୀର ଦେଇକି ଆସିଲା ନା ଆସିଲାନି? ଆସିକି ଫେରି ଆସିଲା। ବଉଳା ଗାଈ ତା ସତ୍ୟ ରକ୍ଷା କଲା। ସେ କହିକି ଯାଇଥିଲା, କହିଥିଲା ମାନେ ସେ ସତ୍ୟ ରକ୍ଷା କରିକି ପୁଣି ବାଘ ପାଖକୁ ଫେରି ଆସିଲା ହେଲା। ତାପରେ ବଉଳାକୁ ଦେଖି ବାଘର ମନ ବଦଳିଗଲା। ବଉଳାକୁ ଦେଖିଲା ବାଘ, କହିଲା ମୁଁ ସତରେ କହିଥିଲା ବୋଲି ପଳେଇ ଆସିଲା ନା? ତା ମନ ସେଠୁ ବଦଳିଗଲା। ସେ କହିଲା, ତୁ ତୋ କଥା ରଖିଥିବାରୁ ମୁଁ ଖୁସି ହେଲି। ମାନେ କିଏ ଖୁସି ହେଇଗଲା? ବାଘଟି ବଉଳା ଉପରେ ଖୁସି ହେଇଗଲା। କାହିଁକି ଖୁସି ହେଇଗଲା? ନା ବଉଳା ତା କଥା ରଖିଲା। ଯଦି ବଉଳା ଗାଈଟି ଚାହିଁଥାନ୍ତା, ସେ ତ ଘରକୁ ପଳେଇ ଯାଇଥିଲା, ଆଉ ଫେରି ନଥାନ୍ତା, କିନ୍ତୁ ସିଏ ସେଇଟା କରିଲା ନାହିଁ। ସେ ଯେହେତୁ ବାଘକୁ କଥା ଦେଇଥିଲା, ମୁଁ ମୋ ଛୁଆକୁ କ୍ଷୀର ଦେଇକି ଫେରି ଆସିବି, ତ ସିଏ ତା ଛୁଆକୁ କ୍ଷୀର ଦେଇକି ଫେରି ଆସିଲା। ସେଇଟା ଦେଖିକି ବାଘ ମାମୁଁ ଆମର ଖୁସି ହେଇଗଲେ। କାହା ଉପରେ? ବଉଳା ଗାଈ ଉପରେ ହେଲା। ତାପରେ ମୁଁ ତତେ ଆଉ ଖାଇବି ନାହିଁ। ବାଘ କହିଲା, ମୁଁ ତୋ କଥା ରଖିଥିବାରୁ ମୁଁ ଖୁସି ହେଇଗଲି, ସେଥିପାଇଁ ମୁଁ ଆଉ ତତେ ଖାଇବି ନାହିଁ। ତୁ ଏବେ ତୋ ଛୁଆ ପାଖକୁ ଫେରିଯା।
ବାଘ ମାମୁଁ କଣ କହିଲା କହିଲା ତୁ ମତେ କଥା ଦେଇକି ଯାଇଥିଲୁ ଫେରି ଆସିବୁ ବୋଲି ତୁ ଫେରି ଆସିଲୁ ବୋଲି ମୁଁ ତୋ ଉପରେ ଭାରି ଖୁସି ହେଇଗଲି ହେଲା ତତେ ମୁଁ ଖୁସି ହେଇଗଲି ତ ମୁଁ ଆଉ ତତେ ଖାଇବି ନାହିଁ ତୁ ଏବେ ତ ଛୁଆ ପାଖକୁ ତୋ ଘରକୁ ଫେରିଯା ହେଲା। ବାଘ ବଉଳାକୁ ନ ଖାଇ ନିଜ ବାଟରେ ଚାଲିଗଲା। ବାଘ କଣ କଲା ବଉଳା ଗାଈକି ଆଉ ଖାଇଲା ନାହିଁ ତା ନିଜ ବାଟରେ ଚାଲିଗଲା। ବଉଳା ଖୁସିରେ ତା ଛୁଆ ପାଖକୁ ଫେରି ଆସିଲା ହେଲା। ବାଘଟି ବଉଳା ଗାଈ ଉପରେ ଖୁସି ହେଇଗଲା। ଖୁସି ହେଇକି କହିଲା ଯେ ମୁଁ ତତେ ଆଉ ଖାଇବି ନାହିଁ ତୁ ତ ଛୁଆ ପାଖକୁ ତୋ ଘରକୁ ଫେରିଯା। ତାହେଲେ ବାଘ ବଉଳା ଗାଈକୁ ନ ଖାଇକି ତା ବାଟରେ ଚାଲିଗଲା। ବଉଳା ଗାଈ ପୁଣି ଘରକୁ ତା ଛୁଆ ପାଖକୁ ଫେରି ଆସିଲା। ଏଥିରୁ କଣ ଶିଖିଲ ପିଲାମାନେ? ଏଥିରେ ଯେତେବେଳେ ଯାହାକୁ କିଛି କଥା ଦେଇଥିବ ସବୁବେଳେ ସେ କଥା ରଖିବାକୁ ଚେଷ୍ଟା କରିବ ହେଲା। ବୁଝିଲ ତ? ବଉଳା ଗାଈ ବାଘକୁ ଦେଇଥିବା କଥା ରଖିଲା ବୋଲିକି ବାଘ ତା ଉପରେ ଖୁସି ହେଇଗଲା ନା। ଖୁସି ହେଇଗଲା ବୋଲି ବାଘ ତା ଉପରେ ଖୁସି ହେଲା ବୋଲି ତାକୁ ଘରକୁ ଛାଡ଼ିଦେଲା। ତାହେଲେ ତମେ ମାନେ ସେମିତି ଯାହାକୁ କିଛି କଥା ଦେଇଥିବ ସେ କଥା ରଖିଲେ ସମସ୍ତଙ୍କୁ ଖୁସି ଲାଗିବ ହେଲା। ହେଲେ ବୁଝିପାରିଲ ତ? ଯେତେବେଳେ ଯାହାକୁ ଯାହା କିଛି କହିଥିବ କଥା ମାନିବା ପାଇଁ ଥିବ ସେ କଥାଟି ମାନିବ ହେଲା। ସମସ୍ତଙ୍କୁ ଯେ କଥାଟା ଦେଇଥିବ ସେ କଥା ରଖିବ ସେ କଥା ପାଳନ କରିବ।